ଆଜ୍ଞା ନମସ୍କାର। ଆଜ୍ଞା ଆମ ଆଇନ ମନ୍ତ୍ରୀ କହିଲେଣି କି ରତ୍ନ ଭଣ୍ଡାରକୁ ନେଇ ରାଜନୀତି କର ନାହିଁ। ଆଉ ରାଜନୀତି ଯିଏ କରିବ ତା ଉପରେ କଣ ଆକ୍ସନ ନା କଣ ଗୋଟେ କରିବେ। ଆଜ୍ଞା ଆମେ ସିଧା ସିଧା କହୁଛୁ ଆଜ୍ଞା ରତ୍ନ ଭଣ୍ଡାରକୁ ନେଇ ଆମେ ରାଜନୀତି କରୁନାହୁଁ। ଆଉ କରିଥିଲେ କିଏ ନା ଆପଣ ମାନେ ଆପଣଙ୍କ ଦଳ ରତ୍ନ ଭଣ୍ଡାରକୁ ନେଇ ରାଜନୀତି କରିଥିଲେ କେବେ ନା 2024ରେ କଣ କହିଥିଲେ ନା ପାଣ୍ଡିଆନ ଚାବି ନେଇକି ପଳେଇଥିଲା। ସେ ଯୋଉ ଖଡାଖିଆ ଅଭିନେତା ସେଟା କଣ ହରିଆନା ମରିଆ କଣ ଗୋଟେ ସିଏ ଆଜ୍ଞା ରାଜନୀତି କରିଥିଲା। ଆପଣଙ୍କର ନେତା ମାନେ ଆସିକି ବଡ ବଡ ନେତା ମାନେ ଆମର ବଡ ବାବୁ କିଏ ଯୋଉ ମୋଦି ବାବୁ କହିଥିଲେ, ଅମିତ ଶାହ ବାବୁ କହିଥିଲେ, ଜେପି ନଡ୍ଡା ସାର୍ କହିଥିଲେ, କେତେ ଗଡକରୀ ଫଡକରୀ ଯାହା ଥିଲେ ଯିଏ ଆସିଲା ସିଏ ଖାଲି ରତ୍ନ ଭଣ୍ଡାରକୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରିଥିଲା। ଆଉ ଏବେ ଯଦି କିଏ ସ୍ୱର ଉଠେଇଲା ଆପଣ କହୁଛନ୍ତି ରାଜନୀତି କରନା। କାହିଁକି ଆମେ ରାଜନୀତି କରିବୁ? ଆମେ କିନ୍ତୁ କହୁଛୁ କୋଉ କଥା କହିଲେ ଆଜ୍ଞା, ଆମେ କହୁଛୁ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ କଥା କହୁଛୁ। କାହିଁକି କହୁଛୁ ନା ଆପଣ ଆଜ୍ଞା ପ୍ରଥମ ବର୍ଷ ବଡ ଠାକୁରଙ୍କୁ ପକେଇ ଦେଇଥିଲେ। ତାକୁ ଆମେ ଯଦି ପ୍ରତିବାଦ କଲୁ, ଶ୍ରଦ୍ଧାଳୁ ମାନେ ପ୍ରତିବାଦ କଲେ, ଭକ୍ତଙ୍କ ଭାବ ସହ ଆପଣ ଖେଳିଲେ, ଭକ୍ତ ମାନେ ଯେତେବେଳେ ପ୍ରତିବାଦ କଲେ କହିଲେ ଆପଣ କଣ ନା ତଦନ୍ତ ରିପୋର୍ଟ ଆସିଲେ ଆମେ ଆକ୍ସନ ନବୁ। ଆଜ୍ଞା ତଦନ୍ତ ରିପୋର୍ଟ କୁଆଡେ ଗଲା? ତାପରେ ସେକେଣ୍ଡ ବର୍ଷ କଣ ହେଲା ନା ଦଳା ଚକଟାରେ ଲୋକ ମଲେ। ଆପଣ କହିଲେ ମାସେ ଭିତରେ ଆପଣ ତଦନ୍ତ କରିକି ସବୁ ଆରେଷ୍ଟ ଫାରେଷ୍ଟ କଣ ଆକ୍ସନ ଫାକ୍ସନ କଣ ସବୁ କରିଦେବେ। ସିଏ କୁଆଡେ ଗଲା? ସିଏ କିଛି ଗଲାନି। ତାପରେ ବର୍ତ୍ତମାନ କଣ ହେଲା, ଯେତେବେଳେ ଆଳତି ଦୀପ ମହାପ୍ରଭୁଙ୍କର ଲିଭିଗଲା, ଆପଣ ମାନେ ଯୋଉ ଯାଇଥିଲେ, ଆପଣଙ୍କର ନେତା ଆମ ମୁଖିଆ ଯୋଉ ଯାଇଥିଲେ ମହାପ୍ରଭୁଙ୍କୁ ପଛ କରି ଠିଆ ହେଲେ, ଆଳତି ଦୀପ ଲିଭିଲା। ଅବଶ୍ୟ ଆଳତି ଦୀପ କୋଉ କାରଣରୁ ଲିଭିଲା ଆମେ ସେଇ କଥା କହୁନୁ, ଆପଣ ଠିଆ ହେଲେ ବୋଲି ଲିଭିଲା ବୋଲି ସେଇ କଥା ବି କହୁନୁ। କିନ୍ତୁ ଭକ୍ତ ମାନେ ଯାହା କହୁଛନ୍ତି, ଲୋକମାନେ ଯାହା କହୁଛନ୍ତି କି ଆପଣ ଆଗ ଫଟୋ ଉଠେଇଲେ, ଆଗରେ ରହି ଫଟୋ ଉଠେଇଲେ, ମହାପ୍ରଭୁଙ୍କୁ କିଛି ଦେଖାଗଲା ନାହିଁ, ସିଏ ଗଲା। ଦ୍ୱିତୀୟରେ କଣ ହେଲା ନା ଏବେ ଦଳା ଚକଟାରେ ଲୋକ ମଲେ, ବିନା ଟାହିଆରେ ମହାପ୍ରଭୁ ଆସିଲେ କୋଉଠିକି ନା ବଡ ଦାଣ୍ଡକୁ। ଆଚ୍ଛା ବିନା ଟାହିଆରେ ଆସିଲେ ଠିକ ଅଛି, କଣ ଗୋଟେ ଅସୁବିଧା ଥିଲା କି କଣ ହେଇଥିଲା ସେଇଟା ଆମେ କହିପାରୁନୁ। କିନ୍ତୁ ଆପଣଙ୍କର ପ୍ରଶାସନ ଗୋଟେ କଥା କହିଲା ବେଳକୁ ପଣ୍ଡା ମହାଶୟ ଗୋଟେ କଥା କହୁଛନ୍ତି, ଇଏ ଗୋଟେ ଅଧିକାରୀ ଗୋଟେ କଥା କହିଲା ବେଳକୁ ଆଉ ଗୋଟେ ଅଧିକାରୀ ଆଉ ଗୋଟେ କଥା କହୁଛନ୍ତି। କିନ୍ତୁ କୋଉଟା ସତ? ଆମେ ଆଜ୍ଞା ରାଜନୀତି କରୁନାହୁଁ। ଆମେ କିନ୍ତୁ ଯେତେବେଳେ ଜଗନ୍ନାଥଙ୍କ ଭାବ ସହ ଆପଣ ମାନେ ଖେଳୁଛନ୍ତି ତାକୁ ନେଇ ଆମେ ପ୍ରଶ୍ନ କରୁଛୁ। ଆଉ ଏଇ ଯଦି ପ୍ରଶ୍ନ କରିବା ଆମର ଭୁଲ ହୁଏ ତାହେଲେ ଆପଣ ଆକ୍ସନ ନେବେ କି କଣ କରିବା କଥା କରନ୍ତୁ, କିନ୍ତୁ ଆମେ ପ୍ରଶ୍ନ କରିବୁ ନା, ଆମେ ରହିବୁ ନା ଆମେ ରହିଛୁ। ଆପଣ ଯାହା ଯାହା ଭୁଲ କରିବେ ତାକୁ ଆଜ୍ଞା ଆମେ ଲୋକଲୋଚନକୁ ଆଣିବୁ। ଆପଣ ଆକ୍ସନ ନିଅନ୍ତୁ କି ଯାହା କରିବାର ଅଛି କରନ୍ତୁ। କିନ୍ତୁ ସେଇ ଆଇନ ମନ୍ତ୍ରୀ ସାର୍ଙ୍କୁ କହୁଛି, ଯଦି ଆପଣ ଠିକ ଠାକ କରିଥାନ୍ତେ, ଆପଣ ଯେତେବେଳେ ପୁରୀ ଯାଇଥିଲେ ସେତେବେଳେ ଲୋକ କଣ ଗୋଟେ କହିଥିଲେ ଆପଣଙ୍କୁ, ଆପଣ ସେ ସିଧା ସିଧା ପଳେଇ ଆସିଥିଲେ। ଆଜ୍ଞା ଏତେ ବାଟ କାହିଁକି ଗଲା? ଏତେ ବାଟ ଯେତେବେଳେ ଶ୍ରଦ୍ଧାଳୁ ମାନେ ଆପଣଙ୍କୁ, ମୁଁ ସେଇ ଜିନିଷ କହିବାକୁ ଚାହୁଁନି, କିନ୍ତୁ ଶ୍ରଦ୍ଧାଳୁ ମାନେ ଆପଣଙ୍କୁ ଅମକେଇ ସମକେଇ କଣ 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 ସବୁ ଗୋଟେ ନାରା ଦେଇଥିଲେ। ଆପଣ ଏଥିରୁ ବୁଝିଯିବା କଥା, ଯାହା କରୁଛନ୍ତି ମହାପ୍ରଭୁଙ୍କୁ ନେଇ ଠିକ ଠାକ କରନ୍ତୁ। ଆଉ ଯୋଉମାନେ ଭୁଲ କରୁଛନ୍ତି ସେଇମାନଙ୍କ ପ୍ରତି ଆକ୍ସନ ନିଅନ୍ତୁ। ଆଉ ଅଯଥା ନିରୀହ ଭକ୍ତ ଶ୍ରଦ୍ଧାଳୁ ସେବକ ଏଇମାନଙ୍କୁ ନେଇ ଆକ୍ସନ ନେବା କଥା ଜମାରୁ କହିବେନି। ସାର୍ ମୋ କଥାଟାକୁ ଟିକେ ଦେହକୁ ନେବେ, ଆଉ କାନ ଦିଅନ୍ତୁ, ଧ୍ୟାନ ଦିଅନ୍ତୁ, ମନ ଦିଅନ୍ତୁ। ଏଇ ଭିଡିଓଟା ଅଧିକ ମାତ୍ରାରେ ସେୟାର କରିଦିଅନ୍ତୁ ସେଇ ସାରଙ୍କ ପାଖକୁ। କୋଉ ସାରଙ୍କ ପାଖକୁ? ଆମ ଆଇନ ମନ୍ତ୍ରୀ ସାରଙ୍କ ପାଖକୁ। ସାର୍ ଏଇ ଭିଡିଓଟା ଆପଣଙ୍କ ପାଖରେ ପହଞ୍ଚିଲା, ଆପଣ ଦେଖି ଚାହିଁ ତଦନ୍ତ କରିବେ, ଆଉ ତଦନ୍ତଟା ଠିକ ଢଙ୍ଗରେ କରିବେ, ଆଉ ବହୁତ ଜଲଦି କରିବେ, ଯେମିତି ଆଗାମୀ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ କୌଣସି ଲୋକ ରାଜନୀତି କରିବେ ନାହିଁ। ଆଉ ଜଗନ୍ନାଥଙ୍କର ନୀତିକାନ୍ତି ସୁଚାରୁ ରୂପେ ପାଳନ ହବ। ଆଉ ଜଗା ହସିଲେ ଆମେ ସମସ୍ତେ ହସିବା। ନମସ୍କାର।